जय जगन्नाथ। जहाँ समाज और व्यक्तिर सर्वविध हित साधन करे, जहाँ निरस मनरे सरस भरी दिए, जहाँ मनुष्यर भाषा और भाव को जय करिथाए, ताहा होची साहित्य। सेहिभଳି जଣେ ସାରସ୍ୱତ ସାହିତ୍ୟ ଓ ସଂସ୍କୃତିର ସାଧକ ହେଉଛନ୍ତି ଉଦାରବାଦୀ ପରୋପକାରୀ ଆଧ୍ୟାତ୍ମିକ ବ୍ୟକ୍ତି ଶ୍ରୀଯୁକ୍ତ କାହ୍ନୁଚରଣ ମିଶ୍ର। ନୟାଗଡ଼ ଜିଲ୍ଲା ପଦ୍ମଦେଇପୁର ଶାସନରେ 1955 ମସିହା ଡିସେମ୍ବର ମାସରେ ପିତା ସ୍ୱର୍ଗତ ବିନାୟକ ମିଶ୍ର ଓ ମାତା ସାବିତ୍ରୀ ଦେବୀଙ୍କ କୋଳମଣ୍ଡନ କରିଥିଲେ। ସେ ପିଲାବେଳରୁ ପିତୃବିୟୋଗ ତାଙ୍କୁ ଜନ୍ମ ଦୁଃଖୀରେ ସଜେଇଥିଲା। ମାତ୍ର ବଡ଼ ଭାଇ ଶ୍ରୀଯୁକ୍ତ ବାଳକୃଷ୍ଣ ମିଶ୍ରଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସାହିତ୍ୟ ସାଧନାରେ ବ୍ରତୀ ହେଲେ। ଗ୍ରାମ ପ୍ରାଥମିକ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ସମାପ୍ତି ପରେ ନୟାଗଡ଼ କଲେଜରୁ ବିଏ ପାସ୍ କଲେ ଓ ଜଣେ ବ୍ୟାଙ୍କ ଅଧିକାରୀ ଭାବରେ ଯୋଗ ଦେଲେ। ଜୀବନର ସବୁ ଦୁଃଖ ଯନ୍ତ୍ରଣା ଘାତ ପ୍ରତିଘାତକୁ ପାରି ହେବା ପାଇଁ ନିଜର ମାନସିକ ପରିବର୍ତ୍ତନ କରି ସାହିତ୍ୟ ସାଧନାରେ ନିମଗ୍ନ ହେଲେ। ତାଙ୍କର କବିତା ଗୁଡ଼ିକ କେତେବେଳେ ଜନସଚେତନା ସୃଷ୍ଟି କଲାଣି ତ କେତେବେଳେ ପରମେଶ୍ୱରଙ୍କ ନିକଟରେ ଭାବ ପସାରା ଅଜଡ଼ାଇ ଦେଲାଣି। ପୁଣି କେତେବେଳେ ପାଲା ବିଷୟବସ୍ତୁରେ ନିମଗ୍ନ ହେଲାଣି ତ ପୁଣି କେତେବେଳେ ତାଙ୍କର ସୃଷ୍ଟି ଦୂରଦର୍ଶନ ଓ ଆକାଶବାଣୀରେ ପରିବେଷଣ ହେଲାଣି। ଏହି ଅନବଦ୍ୟ ରଚନା ଯୋଗୁଁ ସାରା ଓଡ଼ିଶାର ବିଭିନ୍ନ ଅନୁଷ୍ଠାନ ତାଙ୍କୁ ପୁରସ୍କୃତ ଓ ସମ୍ମାନ କରିଛନ୍ତି। ବିପ୍ଳବୀ କବି ଶ୍ରୁତି ସମ୍ମାନ, ଶିଶୁ ଦରବାର ସାହିତ୍ୟ ସମ୍ମାନ, ସାହିତ୍ୟ ସୁଧା ସମ୍ମାନ, ମାଟି ଲଗ୍ନା, ବିରଜା କୃପା, ମନ୍ଦାକିନୀ, ଶ୍ରୀ ଜଗନ୍ନାଥ ସାହିତ୍ୟ ପରିଷଦ ଓ ଆହୁରି ଅନେକ ଅନେକ ପ୍ରଶଂସା ଓ ପ୍ରଶସ୍ତିରେ ତାଙ୍କର ସମ୍ମାନ ବହୁଗୁଣିତ ହୋଇଛି। 2015 ମସିହାରେ ଚାକିରିରୁ ଅବସର ନେବା ପରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ପଣସପୁର ସାହିସ୍ଥିତ ନିଜସ୍ୱ ବାସଭବନରେ ଅବସ୍ଥାନ କରୁଛନ୍ତି। ସେ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ସୌଦାମିନୀ ତ୍ରିପାଠୀ ଜଣେ ଆଦର୍ଶ ଗୃହିଣୀ ଓ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଭାବରେ ଅନେକ ସାହିତ୍ୟ ପ୍ରେରଣା ଓ ଉତ୍ସାହ ତାଙ୍କ ଜୀବନରେ ଭରି ଦେଇଛନ୍ତି। ପୁତ୍ର ବିଶ୍ୱବିଜୟୀ ମିଶ୍ର ଜଣେ ସଫ୍ଟୱେର ଇଞ୍ଜିନିୟର। ସେ ସମସ୍ତଙ୍କର ସ୍ନେହ ସଦିଚ୍ଛାରେ ବାଟ ଚାଲୁଥାନ୍ତୁ ଆହୁରି ଅନେକ ବାଟକୁ। ଜଗତର ନାଥ ଶ୍ରୀ ଶ୍ରୀ ଜଗନ୍ନାଥ ତାଙ୍କୁ ନିରୋଗ ଓ ଦୀର୍ଘ ଜୀବନ ପ୍ରଦାନ କରନ୍ତୁ। ତାଙ୍କର କଲମ ଅଧିକ ପ୍ରଭାବଶାଳୀ ହେଉ ଏବଂ ପାଠକ ଓ ଶ୍ରୋତାଙ୍କ ହୃଦୟ ଜୟ କରୁ। ଏହା ହିଁ ଆମରି ସତ୍ୟର ପ୍ରାର୍ଥନା। ଜୟ ଜଗନ୍ନାଥ। लक्ष्मीकान्तं कमलनयनं योगिभिर्ध्यानगम्यं वन्दे विष्णु भवभयहरं वन्दे सर्वलोकैकनाथम्। ॐ नीलाद्रौ शङ्खमध्ये शतदलकमले रत्नसिंहास्तनसं सर्वालङ्कारयुक्तं नवघनरुचिरं संसितं चाग्रदेन भद्रायाः वामभागे रसतनुतं ब्रह्मरुद्रेन्द्रवन्द्यं देवानां सार्वैकं सकलगुणयुक्तं ब्रह्मदारो स्मरामि। जय जगन्नाथ। से होउचंती जणे ब्यांक अधिकारी, सारस्वत साधक, सुसाहित्यिक, कवि, लेखक एवं जणे संगीत निर्देशक मध्य। आज आम खोर्धा जिला अंतर्गत टांगीर पणसपुर साई रे तांकर निजर बासभवन रे आमे तांको भेटिबा। से आउ केही नुहंती, से आपणकर प्रिय परिचित कान्हुचरण मिश्र सार। नमस्कार। नमस्कार। आमरी सत्य परिवार रो व्यक्ति और व्यक्तित्व कार्यक्रम को आपन को सुस्वागत। सर, आपणकर बाल्य जीवन एवं प्राथमिक तथा माध्यमिक शिक्षा केबे एवं कोठी आरंभ होइतिला? मोर बाल्य जीवन मोर गाँ नयागढ़ जिला पद्मदेईपुर शासन में सिटी प्राइमरी स्कूल में पाठ पढ़ुली। तापरे आम गाँ पाख हाई स्कूल मु शरणकुल नारायण हाई स्कूल शरणकुल पाठ पढ़ुली। भाई पाखे रही पाठ पढ़ुली। ये मोर बाल्य जीवन पाठ पढ़ा हाई स्कूल प्राथमिक विद्यालय ठारू माध्यमिक शिक्षा पर्यंत शिक्षा व्यवस्था संपर्क में आपंकर किसी अभूला स्मृति रही कि?
ହଁ ଆମେ ସେତେବେଳେ ପାଠପଢ଼ା ଏବେ ପାଠପଢ଼ା ଛାଡ଼ି ଯାଉଛି। ଆମେ ସେତେବେଳେ ପ୍ରାଇମେରୀ ସ୍କୁଲ ଯେତେବେଳେ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଦେଉଥିଲୁ, ବୋର୍ଡ଼ ପରୀକ୍ଷା ଦେଉଥିଲୁ, ସେତେବେଳେ ଆମେ ସ୍କୁଲରେ ରହିବାକୁ ସମସ୍ତେ ବାଧ୍ୟ ହେଉଥିଲୁ। ତାପରେ ମାଟ୍ରିକୁଲେସନ୍ ପରୀକ୍ଷାରେ ଆମକୁ ସମସ୍ତେ ସ୍କୁଲରେ ରହିବାକୁ ବାଧ୍ୟ କରୁଥିଲେ। ସାର୍ମାନେ ଆମକୁ ପଢ଼ାଉଥିଲେ, ରାତିରେ ଉଠାଉଥିଲେ, ଆମକୁ କିଏ ପାଠ ପଢ଼ୁଛି କିଏ ପାଠ ପଢ଼ୁନି ତାକୁ ବି ଦେଖୁଥିଲେ। ଆମର ଟିକେ ସାର୍ମାନଙ୍କୁ ଭୟ ଥିଲା, ଆମେ ଭଲକି ପଢ଼ୁଥିଲୁ ପାଠ। ଆପଣ ଆପଣଙ୍କର ଉଚ୍ଚଶିକ୍ଷା କେଉଁଠାରେ ଲାଭ କରିଥିଲେ? ମୁଁ ଉଚ୍ଚଶିକ୍ଷା ନୟାଗଡ଼ କଲେଜରୁ ନୟାଗଡ଼ କଲେଜରେ ପଢ଼ିଥିଲି। ସାର୍ ଆପଣ ଜଣେ ବ୍ୟାଙ୍କ ଅଧିକାରୀ, ଆପଣ କେବେ ଆପଣଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ? ମୁଁ ବ୍ୟାଙ୍କ ଚାକିରିରେ 1982 ମସିହାରେ ପ୍ରବେଶ କଲି। ତା ପୂର୍ବରୁ ମୁଁ ବିଇଡ଼ି ଆପ୍ଲାଏ କରିଥିଲି ଏବଂ ଅନ୍ୟ ସ୍କୁଲକୁ ମୋର ଆସିଥିଲା, ସେଠିକି କିଛି ଦିନ ଯାଉଥିଲି, ଯିବେ ବୋଲି ସ୍ଥିର କରିଥିଲି। ତାପରେ ଚାକିରି ବ୍ୟାଙ୍କରେ ପଶିଗଲି ଆଉ। ସାର୍ ଜଣାଯାଏ ଆପଣ ବ୍ୟାଙ୍କ ଚାକିରି କରିବା ଆଗରୁ ଶିକ୍ଷକତା ପ୍ରତି ଆପଣଙ୍କର ଆଗ୍ରହ ଥିଲା, କିନ୍ତୁ ଆପଣ ଶିକ୍ଷକତାକୁ ବୃତ୍ତିକୁ ନ ଆଦରି ବ୍ୟାଙ୍କ ଚାକିରି କରିବା ପାଇଁ କାହିଁକି ମନ ବଳେଇଥିଲେ? ଶିକ୍ଷକତା କରିବା ଅର୍ଥ ପାଠ ପଢ଼ି ସାରିକିରି ଯେଉଁ ଜ୍ଞାନଟା ଅଛି ତାକୁ ବିଶ୍ଳେଷଣ କରିବା, ଜ୍ଞାନକୁ ବିତରଣ କରିବା, ଏ ଶିକ୍ଷକର ଗୋଟେ ମହତ୍ତ୍ୱ କର୍ମ। ତେଣୁ ସେତେବେଳେ ଶିକ୍ଷକମାନଙ୍କୁ ତ ସବୁ ପଇସା ପତ୍ର ଦେଉଥିଲେ, ପ୍ରାଇଭେଟ୍ ସ୍କୁଲଗୁଡ଼ା ବହୁତ ଖୋଲୁଥିଲେ। ମୁଁ କହିଲି ନାହିଁ ଏଥିରେ ଆଉ କ'ଣ ରହିବା, ତ ବ୍ୟାଙ୍କ ଚାକିରି ପାଇଗଲି, ବ୍ୟାଙ୍କକୁ ପଳେଇଲି ଆଉ। ସାର୍ ବ୍ୟାଙ୍କରେ ଚାକିରି ସମୟରେ ଆପଣଙ୍କର କିଛି ଅନୁଭୂତି ଅଛି କି ଯାହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇ ପାରିବ? ହଁ ଅଛି। ମୁଁ ବହୁତ ଲୋକଙ୍କୁ କାହିଁକି ବୁଝେଇ ଦିଏ ବ୍ୟାଙ୍କ ସୁବିଧା କ'ଣ ଅସୁବିଧା କ'ଣ, ଆଉ ବ୍ୟାଙ୍କ କେମିତି ଡେଭଲପମେଣ୍ଟ ହେବ ସେଇ ବିଷୟରେ ମୁଁ ଗୋଟେ କବିତା ରଚନା କରିଥିଲି। ସେଇଟା ବି ଆମର ହେଡ୍ ଅଫିସରେ ବହୁତ ଆଦୃତ ହେଇଥିଲା। ଆଉ ଅନ୍ୟ ଗ୍ରାମ୍ୟ ବ୍ୟାଙ୍କ ମାନେ ମୋଠୁ ଏଇ କବିତାଟାକୁ ବି ନେଇଥିଲେ। ଆଉ ଗ୍ରାମ କେମିତି ଋଣ ଆଦାୟ ହେବ, ଲୋକଙ୍କୁ କେମିତି ସଞ୍ଚୟ, ବ୍ୟାଙ୍କ କେମିତି ଡେଭଲପମେଣ୍ଟ ହେବ, ଏଇ ବିଷୟଟାକୁ ମୁଁ ଚିନ୍ତା କରିକି କାମ କରେ। ଆଉ କୌଣସି କାମକୁ ବାକି ରଖେନି, ଯଦି ବଳେଇଗଲା ଧରିକି ପଳେଇ ଆସେ, ରାତିରେ ଘରେ କାମ କରେ। ଆଉ ବ୍ୟାଙ୍କରେ ମୋ ସ୍ତ୍ରୀ ବି ମୋତେ କିଛି ସାହାଯ୍ୟ ବି କରେ। ଆପଣ ଜଣେ ସୁସାହିତ୍ୟିକ ମଧ୍ୟ, କିନ୍ତୁ ବିଶେଷ କରି ଆପଣ ଜଣେ କବି ଏବଂ ଗୀତିକାର ମଧ୍ୟ। ଆପଣ ସାହିତ୍ୟ ରଚନା କଲାବେଳେ ଏଇ ଗୀତି କବିତା ପ୍ରତି ଆପଣ କାହିଁକି ମନ ବଳେଇଲେ? ହଁ, ମୋତେ ଭଲ ଲାଗେ, ଗୀତ ଶୁଣିଲେ ଭଲ ଲାଗେ। ତାପରେ ଗୁଡ଼େ ଲୋକଙ୍କର ଫେସବୁକ୍ରେ ମୁଁ ଦେଖିଲି ସବୁ ଗୀତ ଛାଡ଼ୁଛନ୍ତି, ମୋର ଟିକେ ଆଗ୍ରହ ହେଲା ମୁଁ ଟିକେ କେମିତି ଲେଖିବି, ସମାଜକୁ ପରିବର୍ତ୍ତନ କରିବା, ସମାଜକୁ ବାର୍ତ୍ତା ଦେବା, ଏଇ ବିଷୟ ମୋତେ ଆଗ୍ରହ। ମୁଁ କବିତା ପ୍ରତ୍ୟେକ କବିତାରେ ସମାଜ ପ୍ରତି ଧ୍ୟାନ ଦେଇକି ଲେଖୁଥିଲି ଆଉ। ସାର୍ ଆଉ ଗୋଟିଏ ପ୍ରଶ୍ନ, ସାର୍ ଆପଣଙ୍କର ଏଇ ସାହିତ୍ୟିକ ଜୀବନ କେବେ ଆରମ୍ଭ ହୋଇଥିଲା? ମୋର ସାହିତ୍ୟିକ ଜୀବନ ଆରମ୍ଭ ହେଲା ମୁଁ ବ୍ୟାଙ୍କ ରିଟାୟାରମେଣ୍ଟ କଲା ପରେ 2016 ମସିହାରୁ ମୁଁ ଏଥିରୁ ଲେଖାଲେଖିରେ ଆରମ୍ଭ କଲି। ଆଗରୁ ଥିଲା ଟିକେ ଟିକେ, ଏମିତି ମୋର ପ୍ରଥମେ ଗୋଟେ କବିତା ଲେଖିଥିଲି, ଏମିତି କେମିତି ହବ ହବ ବୋଲି ହେଇଗଲା। ଏମିତି ତାପରେ ପ୍ରଥମେ ଅଡ଼ୁଆ ତଡ଼ୁଆ ହେଲା, ତାପରେ ସବୁ କବିତା ଗୁଡ଼ାକ ଦିନକୁ ଗୋଟେ, ଦୁଇଟା, ତିନିଟା, ପାଞ୍ଚଟା ଏମିତି ଲେଖି ପକେଇଲି, ଅଭ୍ୟାସରେ ପରିଣତ ହେଇଗଲା। ସାର୍ ଆପଣଙ୍କର ସେଇ ପ୍ରଥମ କବିତା ଏବେ ମନେ ଅଛି କି? ଯଦି ମନେ ଅଛି ସାର୍ ଦୁଇ ପଦ ଗାଇ ଆମକୁ ଶୁଣାଇବେ? ମୋର ଗୋଟେ ଅତି ଅନ୍ତରଙ୍ଗ ବନ୍ଧୁ, ତା ନାଁ ସୌରୀ ପ୍ରସାଦ ମିଶ୍ର। ସେ ରେଲବାଇରେ ଚାକିରି କରିଥିଲା, ତାପରେ ଆମର ମାଜିଷ୍ଟ୍ରେଟ୍ କୋର୍ଟରେ ଚାକିରି କରିଥିଲେ। ସିଏ ଆମେ ଏକାଠି ସାଥି ହେଇ ପାଠ ପଢ଼ୁଥିଲୁ। ସିଏ ଅଳ୍ପ ଦିନ ଆସିକି ପୁରୀକି, ତାଙ୍କ ବାପା ପୁରୀ ଥିଲେ, ପୁରୀକି ପଳେଇବାରୁ ସେଇଟା ମୋର ଟିକେ ଦୁଃଖ ହୋଇଥିଲା। ଏଇଥିରେ ମୁଁ ଲେଖିଥିଲି ତାର ଗୋଟେ ବିଦାୟ କବିତା। ସେ କବିତାଟା ହେଉଛି ସୌରୀ ମୋର ବନ୍ଧୁ ସୌରୀ ବାବୁଙ୍କ ବିଦାୟ ଉପଲକ୍ଷେ। କବିତାର ଶୀର୍ଷକ ହେଉଛି ନିକୁଞ୍ଜ ବନର କୁଞ୍ଜ କାନନ, ଆଜ ତୁମେ ସୌରୀ ବାବୁ, କନ୍ଦାଇ ଯାଉଛ ବନ୍ଧୁଙ୍କୁ ତୁମର ଶ୍ରୀ ଜଗନ୍ନାଥ ଧାମକୁ। ମନ୍ଥର ଗତିରେ ସ୍ଥାପିଲ ବନ୍ଧୁତ୍ୱ ଆସି ସେଫାଳି ସଦୃଶ, ଜଗନ୍ନାଥଙ୍କର ଲାଗିଲେ କି ଡୋରି ରୋକି ପାରିବ ମଣିଷ। ନୂଆରୁ ପୁରୁଣା, ପୁରୁଣାରୁ ନୂଆ, ଏତ ଜଗତର ରୀତି, ନୂତନ ବନ୍ଧୁତା ସୁଜୀବ ସେଠାରେ ଦେଖି ସଂସାରର। ସାର୍ ଆପଣଙ୍କର ପ୍ରଥମ କବିତା କେବେ ଏବଂ କେଉଁ ପତ୍ରିକାରେ ପ୍ରକାଶିତ ହୋଇଥିଲା ସେ ସମ୍ପର୍କରେ କହିବେ? ମୋର କବିତା ଗୁଡ଼ିକ ଏଇଟା ତ ଲେଖିଥିଲି, ପ୍ରକାଶିତ ହୋଇନଥିଲା। ବାକି କବିତା 2016 ମସିହାରେ ଲେଖିଲା ପରେ
ଆମର ଶ୍ରୀ ଜଗନ୍ନାଥ ଆଉ ଗୋଟେ ମାସିକ ପତ୍ରିକା ବରେଣ୍ୟବାଣୀ ସେଥିରେ ପ୍ରତି ମାସରେ ମୋର ବାହାରେ। ଆଉ ପ୍ରତିଭା ଶ୍ରୀ ଜଗନ୍ନାଥ ଏଇ କବିତା ଗୁଡ଼ା ଏଇଥିରେ ବହିରେ ମାନଙ୍କ ବାହାରିଛି। ସାର୍ ଆପଣଙ୍କ ପ୍ରଥମ କବିତା କେଉଁ ପତ୍ରିକାରେ ବାହାରିଥିଲା ପ୍ରଥମ କବିତାଟା ମୋର ବାହାରିଥିଲା ଏବଂ କେବେ ବାହାରିଥିଲା? 2017 ମସିହାରେ ବାହାରିଥିଲା। ଶ୍ରୀ ଜଗନ୍ନାଥ ବାହାରିଥିଲା, ପ୍ରତିଭାରେ ବାହାରିଥିଲା। ଆଜି ପର୍ଯ୍ୟନ୍ତ ଆପଣଙ୍କର କେତେ ଖଣ୍ଡ ପୁସ୍ତକ ପ୍ରକାଶିତ ହେଇଛି? ପୁସ୍ତକ ମୁଁ ପ୍ରକାଶିତ କରିନି, ଏଇ କରୋନା ସକାଶେ କରିନଥିଲି। ବହୁତ ପୁସ୍ତକ ମୁଁ ପ୍ରାୟ 1000 ପାଖାପାଖି କବିତା ଲେଖିଛି। ତାକୁ ବିଭିନ୍ନ କ୍ୟାଟେଗୋରୀର ତାକୁ କରିକି ଗୋଟେ ପୁସ୍ତକ କରିବି ବୋଲି ଏଇ ବର୍ଷ ଭାବିଛି। ପୁସ୍ତକ କରିନାହିଁ, ବହୁତ ଆଡ଼ୁ ସମସ୍ତେ କହୁଛନ୍ତି ପୁସ୍ତକ କର ବୋଲି। ସାର୍, ଆପଣଙ୍କର ରଚିତ କବିତା ଗୁଡ଼ିକ ବିଭିନ୍ନ ପାଲା ଗାୟକ ମାନେ ନେଇ ପାଲାରେ ପରିବେଷଣ କରିଛନ୍ତି। ଆପଣଙ୍କର କବିତା ଗୁଡ଼ିକ କେଉଁଠି ମଞ୍ଚସ୍ଥ କଲାବେଳେ ଆପଣଙ୍କୁ କିପରି ଲାଗେ? ହଁ, ଭଲ ଲାଗେ। ଆଜି ମୋତେ ଜଣେ ପାଲାକାର ନେଇଛନ୍ତି ମୋଠୁ, ବସନ୍ତ କୁମାର ମିଶ୍ର, ଆଉ ବୃନ୍ଦାବନ ବାରିକ, ଆଉ ଖଗେଶ୍ୱର ମାର୍ଥା, ଆଉ ଉଲ୍ଲାସ ଷଡ଼ଙ୍ଗୀ, ଏମିତି ସବୁ ନେଇଛନ୍ତି। ଯେଉଁଦିନ ସେ ଢେଙ୍କାନାଳ କରୁଥିଲେ, ସାର୍ ଆପଣଙ୍କ କବିତା ଆଜି ପଡ଼ିଲା। ନେଇଛନ୍ତି ଜଳନ୍ଧର ବଦ୍ଧ, ସୀତା ଚୋରୀ, ଆଉ ଏମିତି କାମୋଦି ରାଗରେ ସନ୍ଧ୍ୟା ବର୍ଣ୍ଣନା, ଏଇସବୁ ଗୁଡ଼ାକ ବିଭିନ୍ନ ରାଗ ରାଗିଣୀ ଉପରେ ନେଇଛନ୍ତି। ଆଉ ସଖୀ ରାଗ ଉପରେ ନେଇଛନ୍ତି, ଆଉ ଭକ୍ତ ପ୍ରହ୍ଲାଦ, ଏଇସବୁ ପୌରାଣିକ କବିତା ପ୍ରାୟ କିଛି ନେଇଛନ୍ତି। ଆଉ ସାର୍, ଯେକୌଣସି ତାଙ୍କର ଯେତେବେଳେ ପ୍ଲଟ୍ ପଡ଼ୁଛି ସେଇ ପ୍ଲଟ୍ରେ ସେ ପଦେ ପଦେ ଦେଉଛନ୍ତି। ଆଉ ଆଜ୍ଞା ସାର୍, ଯେକୌଣସି ଘଟଣାକୁ ଦେଖିଲେ ଆପଣ ତୁରନ୍ତ କବିତାଟିଏ ଲେଖି ପକାନ୍ତି। ହଁ, ଏଇ କବିତା ଲେଖିବାର କୌଶଳ ଆପଣ କାହାଠୁ ଏପରି କିପରି ପାଇଲେ? କୌଶଳ କ'ଣ, ଗୋଟେ ସେଇଠି ସୁଷମା ସ୍ୱରାଜ ମରିଗଲେ, ତାପରେ ଅଟଳ ବିହାରୀ ବାଜପେୟୀ ମରିଗଲେ, ଏଇ ଏବେ ବିପିନ ରାଉତ ମରିଗଲେ, ଲତା ମଙ୍ଗେଶକର ମରିଗଲେ। ତାଙ୍କ ଉପରେ କବିତା ଗୋଟେ ଶୁଣିଲି ଯେତେବେଳେ, ତାଙ୍କ ଉପରେ ଗୋଟେ କବିତା ଲେଖିଦିଏ। ତାଙ୍କର ଭଲ ଗୁଣ ଗୁଡ଼ାକ ଲୋକମାନଙ୍କୁ ଜଣାଇବା ପାଇଁ କବିତାଟା ରଚନା କରେ। ଏଇଆ ଚର୍ଚ୍ଚାଟା ହେଇଯାଏ, କିନ୍ତୁ ହେଇଯାଉଛି ମୁଁ ଜାଣିବି କ'ଣ ଲେଖିଦେଉଛି, ତାପରେ ମୋର ମନେ ପଡ଼ୁନି, ଏମିତିଆ ହେଇଯାଉଛି। କେଉଁ କ୍ଷେତ୍ରରେ ଆପଣଙ୍କର ବିଶେଷ ସୁନାମ ରହିଛି? ହଁ, ମୋର ବ୍ୟାଙ୍କ କ୍ଷେତ୍ରରେ ସୁନାମ ରହିଛି। ଆଉ ଏଇ ଲେଖା ଲେଖି ଉପରେ ବହୁତ ଲୋକ ଜାଣିଛନ୍ତି, ସୁନାମ ରହିଛି। ଆପଣଙ୍କର ଏଇ ସଫଳତା ପାଇଁ ଶ୍ରେୟ କାହାକୁ? ସଫଳତା ମୁଁ ତ ଲେଖିଲି, ମୋର ଯାହା ଭୁଲ ଗୋଟେ ହୁଏ ମୋ ସ୍ତ୍ରୀକି ଟିକେ ପଚାରେ, ସେ ସବୁ ଓଡ଼ିଆ ତାର ଭଲ ଜ୍ଞାନ, ସେ ଟିକେ କହିଦିଏ ଏଇ ଶବ୍ଦଟା ଏଠି ହେଲାନି, ସେଇ ଶବ୍ଦଟା। କଥାରେ ଅଛି, ବୈକୁଣ୍ଠ ସମାନ ଅଟେ ଏହି ଘର, ପରସ୍ପର ସ୍ନେହ ଯାଇ ଥାଏ ନିରନ୍ତର। ସାର୍, ଆପଣଙ୍କର ପରିବାର ସମ୍ପର୍କରେ ଆମକୁ କିଛି କହିଦିଅନ୍ତୁ। ହଁ, ଏଇଟା ଯାହା କହିଲେ ଠିକ୍। ପରିବାର ଭିତରେ କନ୍ଦଳ ଲାଗିବ, ଯେତେ ଧନ ଥିଲେ ବି ସୁଖ ନାହିଁ। ତେଣୁ ଆମ ପରିବାରରେ ଆମେ ଦୁଇ, ଆମର ଦୁଇ, ପୁଅଟିଏ ଝିଅଟିଏ। ମୋ ସ୍ତ୍ରୀ ଚାକିରି କରିଛି ହାଇସ୍କୁଲରେ, ଆଉ ପୁଅ ଚାକିରି କରିଛି ସଫ୍ଟୱେର ଇଞ୍ଜିନିୟର ଅଛି ଦିଲ୍ଲୀରେ। ଝିଅଟି ବାହା ହେଇଯାଇଛି। ଆଉ ଏତିକି ଆମ ପରିବାର। ଏବେ ଆମ ଘରେ ଆମେ ବିଭିନ୍ନ ପ୍ରକାର ଭଜନ, ଜଣାଣ ଏବଂ ଗୀତି କବିତା ଲେଖି ଆପଣ ସେଗୁଡ଼ିକୁ ସ୍ୱର ସଂଯୋଜନା କରିଥାନ୍ତି। ଏଗୁଡ଼ିକ କଲାବେଳେ ଆପଣ କିଛି ଅସୁବିଧାର ସମ୍ମୁଖୀନ ହୁଅନ୍ତି କି? ନାହିଁ, କିଛି ଅସୁବିଧା ନାହିଁ। କାରଣ ଭଜନ ମୁଁ ଲେଖୁଥିଲି, ସେ ଭଜନ ଲେଖିଲା ବେଳେ ମୋର ଗୋଟେ ବହୁତ ଅନୁଭୂତି ଆସିଛି। ଆଉ ଏମିତି ଥରେ ମୁଁ ଭଜନ ଲେଖିଛି, ଆଉ ଜଗନ୍ନାଥଙ୍କ ଭଜନ ଲେଖିବିନି। ମୁଁ ଶୋଇଛି, ମୋ ଛାତି ଉପରେ ଜଗନ୍ନାଥଙ୍କ ଫଟୋ। ଆଉ ଥରେ ଲେଖିଲି, ଜଗନ୍ନାଥ ମୁଁ ଘରକୁ ଆସିବେ, ମୁଁ ଲେଖିଥିଲି। ମୁଁ ସେଇ ସମୟରେ ଶୋଇଛି, ଜଗନ୍ନାଥ ଅଦ୍ଭୁତ ପ୍ରକାର ସ୍ୱପ୍ନ ଦେଖିଛି। ଏମିତି ବହୁତ ଥର ମୁଁ ଜଗନ୍ନାଥଙ୍କୁ ଭଜନ ଲେଖିଲା ବେଳେ ସ୍ୱପ୍ନ ମୋତେ ହୁଏ, ମୁଁ ଦେଖେ। ଆଉ ଗଲାବେଳେ ମୋର ଗୋଟେ ଅନୁଭୂତି ଥିଲା, ମୁଁ ଗୋଟେ ଅନୁଭୂତି ଦେଖିଲି। ଆଉ ବାଟରେ ଗଲି ମାଳତୀପାଟ, କଣାସୁରଠୁ ଲେଖିଲି। ମାଳତୀପାଟ ପରେ ମୋର କବିତାଟା ସରିଗଲା। କବିତାଟା ଯେମିତି, ଦର୍ଶନଟା ସେମିତି ବି ହେଲା। ଆପଣଙ୍କ ଜୀବନର ଲକ୍ଷ୍ୟ କ'ଣ ରହିଛି? ଜୀବନର ଲକ୍ଷ୍ୟ ଏମିତି କବିତା ଲେଖିକି, ଆଉ କେତେ ଲୋକଙ୍କ ସହିତ ସମ୍ପର୍କ ରଖି ସମାଜ ସେବା କରିବା, ସମାଜକୁ ଭଲ ବାର୍ତ୍ତା ଦେବା,
ପରିବର୍ତ୍ତନ କରିବା ଏଇଟା ମୋର ଲକ୍ଷ୍ୟ। ପରର ଉପକାର କରିବା ଏଇଟା ହେଉଛି ମୋର ଲକ୍ଷ୍ୟ। ସାର୍ ଆପଣ ଯେଉଁ କବିତା ଲେଖନ୍ତି, ଯେଉଁ ସାରସ୍ୱତ ସାଧନା କରିଛନ୍ତି, ସେଥିରେ ଆପଣ କେଉଁଠାରୁ ସମ୍ମାନିତ ହେଇଛନ୍ତି? ହଁ, ମୁଁ ବହୁତ ଜାଗାରୁ ସମ୍ମାନିତ ହେଇଛି। ଏଇ ଖୋର୍ଦ୍ଧା ପାଖ ସେ ଗାଁଟା ନା ମନେ ପଡ଼ୁନି, ସେଠୁ ଦୁଇଥର ସମ୍ମାନିତ ହେଇଛି। ବିଳାସପୁରରେ ସମ୍ମାନିତ ହେଇଛି। ଏବେ ଆଉ ସମ୍ମାନିତ ହେଇଛି ପାଲାକାର ମାନେ ମୋତେ ସମ୍ମାନିତ କରି ଦେଇଛନ୍ତି, ସମ୍ମାନ ସାର୍ଟିଫିକେଟ୍ ଦେଇଛନ୍ତି। ଆଉ ଏବେ ଯାଇଥିଲି ପୁରୀ ପାଖ ଚନ୍ଦନପୁରରେ ମୋତେ ଶିଶୁ ସାହିତ୍ୟ ଦରବାର ତରଫରୁ ସମ୍ମାନିତ କରାଯାଇଥିଲା। ଆଉ ତାପରେ ଗୋଟେ ହେଇଥିଲା 500 ଏଇ ଗୋଟେ, ସେଥିରେ ମୁଁ ସମ୍ମାନିତ ହେଇକରି ପୁରସ୍କାର ରାଶି ମୋତେ ପ୍ରଦାନ କରିଥିଲି। ସାର୍ ଆପଣ ଜଣେ ବ୍ୟାଙ୍କ ଅଧିକାରୀ, ତେଣୁ ଆପଣଙ୍କୁ ମା ଲକ୍ଷ୍ମୀଙ୍କର ବରଦାନ ରହିଛି। ତତ୍ସହିତ ଆପଣ ସାହିତ୍ୟ କ୍ଷେତ୍ରରେ ମଧ୍ୟ ଜଣେ ସୁସାହିତ୍ୟିକ। କିନ୍ତୁ କଥାରେ ଅଛି, ମା ଲକ୍ଷ୍ମୀ ଯେଉଁଠି ଥାଆନ୍ତି ସରସ୍ୱତୀ ସେଠି କୃପା କରିନଥାନ୍ତି। ତାହେଲେ ଆପଣଙ୍କ ପକ୍ଷରେ ଏହା ସମ୍ଭବ କେମିତି ହେଲା? ଏଇଟା ଯାହା କହୁଛନ୍ତି ଏଇଟା ଭୁଲ। କାହିଁକି, ଯେତେବେଳେ ଆମେ ବ୍ୟାଙ୍କ ଚାକିରି କଲୁ, ଆମେ ଯେତେବେଳେ ଇଣ୍ଟରଭ୍ୟୁ ଦେଲୁ, ଆମକୁ ତ ପାଠ ପଚାରିଛନ୍ତି, ପାଠ ପଢ଼ିକି ତ ଇଣ୍ଟରଭ୍ୟୁ କଲୁ। ତେଣୁ ପାଠଟା ଆସିଲା କେଉଁଠୁ? ଜ୍ଞାନ ଦେଲେ ସରସ୍ୱତୀ। ତେଣୁ ସରସ୍ୱତୀ ଜ୍ଞାନ ଦେବାରୁ ଆମେ ଚାକିରି କଲୁ, ଲକ୍ଷ୍ମୀ ଆସିଲେ। ତେଣୁ ସରସ୍ୱତୀ ଲକ୍ଷ୍ମୀ ଉଭୟ କିଛି ଅସୁବିଧା ନାହାନ୍ତି। ଆଉ ଯେଉଁମାନେ କହନ୍ତି ଏଇଟା ଭୁଲ ଧାରଣା। ଆଉ ଲେଖିବା, ଏଇ ଯେଉଁ ସରସ୍ୱତୀଙ୍କର ବରଦାନ ହେଲେ ଲେଖି ହେଉଛି, ଆଉ ଲେଖିଲେ ସମ୍ମାନ ମିଳୁଛି। ଆଉ ସରସ୍ୱତୀଙ୍କ ଯିଏ ପାଠ ପଢ଼ିକି ମଣିଷ ହେଉଛି, ସେ ତ ପୁଣି ଧନ ଉପାର୍ଜନ କରିପାରୁଛି। ତେଣୁ ଲକ୍ଷ୍ମୀ ସରସ୍ୱତୀ କିଛି ଅସୁବିଧା। ଆପଣଙ୍କର ଏଇ ସାହିତ୍ୟ ସାଧନ ପାଇଁ ଯୁବପିଢ଼ିଙ୍କୁ କ'ଣ ବାର୍ତ୍ତା ଦେବେ? ଯୁବକମାନଙ୍କୁ କୁସଂସ୍କାରରୁ ସୁସଂସ୍କାରକୁ ଆଣିବା ଏବଂ ସମାଜକୁ ଦିଗ୍ଦର୍ଶନ ଦେଖାଇବା। ସେ ଏଇ କବିତା ମାଧ୍ୟମରେ ସାମାଜିକ ପାଇଁ, ସମାଜ ପାଇଁ ଯଦି ବାର୍ତ୍ତା ରହିବ, କବିତା ଯିଏ ପାଠକମାନେ ତାକୁ ଯଦି ହୃଦୟଙ୍ଗମ କରିବେ, କେତେକ ପରିବର୍ତ୍ତନ ବି ହେଇଯିବେ। ଏହି ଅନୁସାରେ ମୁଁ ବହୁତ ଗୁଡ଼ିଏ ମଦ ନିବାରଣ, ଅନ୍ୟାନ୍ୟ ଯେତେକ ସବୁ ସଂସ୍କାରମୂଳକ କବିତା ବହୁତ ଲେଖିଛି। ସାର୍ ବହୁତ ଦିନ ଧରି ଆପଣ ବହୁତ ଗୀତ କବିତା, ଭଜନ, ଜଣାଣ ଏବଂ ସଂସ୍କାରଧର୍ମୀ କବିତାମାନ ମଧ୍ୟ ଲେଖି ସମାଜକୁ ଦିଗ୍ଦର୍ଶନ ଦେଉଛନ୍ତି। କିନ୍ତୁ ଆପଣଙ୍କ ଅନେକ ସୃଷ୍ଟି ମଧ୍ୟରୁ କେଉଁ ସୃଷ୍ଟି ଆପଣଙ୍କୁ ଆନନ୍ଦ ଦେଇଛି, ତାହା ଗାଇ ଆପଣ ଆମକୁ ଶୁଣାନ୍ତୁ। ହଁ, ମୋର ଗୋଟେ କବିତା ୟୁଟ୍ୟୁବରେ ଚାଲିଛି, ବାଜୁଛି। ଅନେକ ଖ୍ୟାତନାମା ଗାୟକମାନେ ବୋଲୁଛନ୍ତି, ଆଉ ଅଲ୍ ଇଣ୍ଡିଆ ରେଡ଼ିଓର ଯେ ଆର୍ଟିଷ୍ଟ ବୋଲୁଛନ୍ତି। ଆଉ ମୋର ଗୋଟେ ଲେଖିଥିଲି ପ୍ରଥମେ ଗୋଟେ ଗୀତ ଜଗନ୍ନାଥଙ୍କୁ, ଏଇଟା ରହୁ ତୁମ ଶୁଭ ଦୃଷ୍ଟି। ହୃଦୟ ମନ୍ଦିରେ ଏ ଶୂନ୍ୟ ବେଦୀରେ ଦେଖୁଛି ତୁମ୍ଭର ଛବି, ଭକତି ପ୍ରାଣରେ ଚରଣ ସେବିବି, ଯେତେ ଦିନ ବଞ୍ଚିଥିବି। ତୁମରି କୃପାରୁ ପାରି ହୋଇଯାଏ ଯେତେକ କାଦୁଅ ପଙ୍କ, ତୁମେ ଇଚ୍ଛା କଲେ ମୁକ୍ତି ପାଇଯିବି ଜୀବନର ଆଙ୍କ ବାଙ୍କ। ଦୁନିଆ ବାଟରେ ଚାଲୁ ଚାଲୁ ଯଦି ଯେବେ ମୁଁ ପଡ଼ିବି ଥକି, ଚଉବାହା ମେଲି ରକ୍ଷା କରିଦେବ ମାୟାର ବନ୍ଧନ କାଟି। ଅହଂ ସ୍ୱାର୍ଥ ଲୋଭ ଈର୍ଷା ସବୁରିକୁ ଦିଅନ୍ତୁ ପ୍ରଭୁ ହେ ଜାଳି, ତୁମ୍ଭ ପୁଣ୍ୟ ନାମ ନିତ୍ୟ ଭଜୁଥିବି କରି ମୋର ଜପାମାଳି। ଜ୍ଞାତ ଅଜ୍ଞାତରେ ଥିଲେ ଦୋଷ ତ୍ରୁଟି, କ୍ଷମା କର କ୍ଷମା ନିଧି। ଦୟା ରଖିଥିବେ ଦୟାର ସାଗର, ରହୁ ତୁମ୍ଭ ଶୁଭ ଦୃଷ୍ଟି। ଜଣାଯାଏ ଯେ ପ୍ରତ୍ୟେକ କବିମାନେ ହେଉଛନ୍ତି ଜଣେ ଜଣେ ପ୍ରେମିକ। କିନ୍ତୁ ଆପଣ ତ ଜଣେ କବି,
କିନ୍ତୁ ଆପଣଙ୍କର ସେଇ ପ୍ରେମିକା ଜଣକ କିଏ ସାର୍ କହିବେ କି? ହଁ, ମୋର ପ୍ରେମିକା ହେଉଛି କବିତା। କବିତା ସେମିତି ପ୍ରକୃତି ଉପରେ, ବିଭିନ୍ନ ରସ ଉପରେ, ରାଗ ଉପରେ ଲେଖିଲେ ମୋତେ ଟିକେ ଶାନ୍ତି ମିଳେ। ସେ କବିତାର ମୋର ହେଉଛି ପ୍ରେମିକା। ତେଣୁ ଆଜିର ଏହି କାର୍ଯ୍ୟକ୍ରମକୁ ଏଇଠି ସମାପନ କରି ଆମେ ବିଦାୟ ନେଉଛୁ। ସାର୍ ନମସ୍କାର। ନମସ୍କାର। ହଁ ଆଜ୍ଞା, ଆମର ୟୁଟ୍ୟୁବ ଆମରି ସତ୍ୟ ବ୍ୟକ୍ତି ଓ ବ୍ୟକ୍ତିତ୍ୱ କାର୍ଯ୍ୟକ୍ରମକୁ ଦେଖିବା ପାଇଁ କେବେ ଭୁଲିବେ ନାହିଁ। ଏହାକୁ ଦେଖିବା ପାଇଁ ହେଲେ ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, କମେଣ୍ଟ କରନ୍ତୁ ଏବଂ ସେୟାର କରନ୍ତୁ। ସୌଦାନ ତ୍ରିପାଠୀ ଦାସରଥୀ ଗଭର୍ଣ୍ଣମେଣ୍ଟ ହାଇସ୍କୁଲରେ ଚାକିରି କରେ ଏବଂ ମୋର ପୁଅଟିଏ ଝିଅଟିଏ ନେଇକରି ମୋ ସଂସାର। ଆଉ ସ୍ୱାମୀ ମୋର ବ୍ୟାଙ୍କ ଏମ୍ପ୍ଲୟ ଥିଲେ। ରିଟାୟାର୍ଡ ପରଠାରୁ ସେ ଲେଖାଲେଖି 15 ମାସରେ ସେ ରିଟାୟାର୍ଡ ହେଲେ। ତା ପରଠାରୁ ଯେହେତୁ ତାଙ୍କ ସମୟ କିଛି କଟିବାର ଅସୁବିଧା ହେଲା, ଲେଖାଲେଖି ଟିକେ ମନ ଦେଲେ। ପ୍ରଥମେ ଲେଖାଲେଖି କରୁଥିଲେ, ମୁଁ ସଂଶୋଧନ କରିଦିଏ। ତାପରେ ଆସ୍ତେ ଆସ୍ତେ ତାଙ୍କର ଇମ୍ପ୍ରୁଭମେଣ୍ଟ ହେଲା, ଲେଖିଲେ। ତାଙ୍କ ଲେଖା ବି ଅନ୍ୟମାନେ ଆମର ଯେତେକ ଚିହ୍ନା ପରିଚୟ ସମସ୍ତେ ଆପ୍ରିସିଏଟ୍ କଲେ ଏବଂ ତାଙ୍କର ସମୟ ବିତିବାର ଏ ଗୋଟେ ମାଧ୍ୟମ ହେଇଗଲା, ଯାହା ଆଜି ତାଙ୍କୁ ଆଣିକି ଏଠି ପହଞ୍ଚେଇ ଦେଇଛି। ଆଉ ମୁଁ ବିଶେଷ ଖୁସି ତାଙ୍କର ଏ କାମରେ, ଯେହେତୁ ସେ ଏନଗେଜ୍ ରହୁଛନ୍ତି, ସମୟର ସଦୁପଯୋଗ ବି କରୁଛନ୍ତି, ସାଙ୍ଗସାଥି ବୁଲୁଛନ୍ତି, ତାଙ୍କର ସମୟଟା ଭଲରେ କଟିଯାଉଛି ଏବଂ ମୁଁ ସେଥିରେ ଭାରି ଖୁସି।